ଏପ୍ରିଲ 2025 ପାଇଁ ତୁଲା ରାଶିର ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ତୁଲା ରାଶିର ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଏହି ମାସ ସତର୍କତାପୂର୍ଣ୍ଣ ହେବାକୁ ଯାଉଛି। ଆପଣଙ୍କ ରାଶିର କର୍ତ୍ତା ସୂର୍ଯ୍ୟ, ବୁଧ, ଶନି ଏବଂ ରାହୁଙ୍କ ସହିତ ଷଷ୍ଠ ଘରେ ଅବସ୍ଥାନ କରି ମାସ ସାରା ଦୁଃଖଦ ଅବସ୍ଥାରେ ରହିପାରନ୍ତି, ଯାହା ଫଳରେ ଆପଣଙ୍କ ଶାରୀରିକ ସମସ୍ୟା ଏବଂ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ତୁମର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଏହି ସମୟ ଆର୍ଥିକ ଦୃଷ୍ଟିକୋଣରୁ କଷ୍ଟକର ହୋଇପାରେ, ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ବିବାହିତ ଲୋକଙ୍କ ପାଇଁ ଏହି ମାସଟି ଆପଣଙ୍କ ପାଇଁ ଭଲ ରହିବ ଏବଂ ଆପଣ ଦୁହେଁ ମିଶି ଆପଣଙ୍କ ବୈବାହିକ ଜୀବନକୁ ଆହୁରି ଭଲ କରିପାରିବେ। ଏହି ମାସ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ଆପଣଙ୍କ ପ୍ରେମ ଜୀବନରେ ସମସ୍ୟାର ସମ୍ଭାବନା ଅଛି ଏବଂ ଆପଣଙ୍କ ସମ୍ପର୍କକୁ ବଞ୍ଚାଇବା ପାଇଁ ଆପଣଙ୍କୁ ବହୁତ ପ୍ରୟାସ କରିବାକୁ ପଡ଼ିବ। ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ମାସଟି ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଧ୍ୟାନ ଦେବାକୁ ପଡ଼ିବ, ନଚେତ୍ ସମସ୍ୟା ହୋଇପାରେ। ବ୍ୟବସାୟ କରୁଥିବା ଲୋକମାନେ ଅନୁକୂଳ ଫଳାଫଳ ପାଇବେ ଏବଂ ବ୍ୟବସାୟରେ ଭଲ ପ୍ରଗତି ଦେଖିପାରିବେ। ଆର୍ଥିକ ଦୃଷ୍ଟିରୁ ଏହି ମାସ ଟିକେ ଦୁର୍ବଳ ରହିବ, ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଏହା ଛାତ୍ରମାନଙ୍କ ପାଇଁ ମଧ୍ୟ ଏକ କଷ୍ଟକର ସମୟ ହୋଇପାରେ, ତେଣୁ ଆପଣ ସମସ୍ତ ପ୍ରୟାସ କରିବା ଉଚିତ ଏବଂ ଆପଣଙ୍କ ପାଠପଢ଼ାରେ ଧ୍ୟାନ ଦେବା ଉଚିତ। ତଥାପି ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କର ସଫଳତାର ସମ୍ଭାବନା ରହିବ ଏବଂ ଆପଣ ବିଦେଶ ଯିବାରେ ସଫଳ ହୋଇପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସ ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ଉପର ତଳର ସମ୍ମୁଖୀନ ହେବାକୁ ପଡ଼ିବ। ଷଷ୍ଠ ଘରର ଅଧିପତି ବୃହସ୍ପତି ମହାରାଜ ଅଷ୍ଟମ ଘରେ ବସିବେ ଏବଂ ସୂର୍ଯ୍ୟ, ବୁଧ, ଶୁକ୍ର, ଶନି ଏବଂ ରାହୁ ଷଷ୍ଠ ଘରେ ଉପସ୍ଥିତ ରହିବେ, ଯାହା ଫଳରେ କର୍ମକ୍ଷେତ୍ରରେ ବାରମ୍ବାର ସମସ୍ୟା ଦେଖାଦେଇପାରେ। ଚ୍ୟାଲେଞ୍ଜଗୁଡ଼ିକ ଆପଣଙ୍କ ସାହସର ପରୀକ୍ଷା କରିବ ଏବଂ ଆପଣଙ୍କ ବିରୋଧୀମାନେ ମଧ୍ୟ ମୁଣ୍ଡ ଟେକିବେ ଏବଂ ଆପଣଙ୍କୁ ଅସୁବିଧାରେ ପକାଇବାକୁ କୌଣସି କସରତ ଛାଡ଼ିବେ ନାହିଁ। ଏହା ଆପଣଙ୍କ ସମୟ ଅନୁସାରେ ଅସୁବିଧାର ସମ୍ମୁଖୀନ କରିବ, କିନ୍ତୁ ଆପଣଙ୍କୁ ସାହସ ଦେଖାଇ ଏବଂ ଭଲ କାମ ସହିତ ଆଗକୁ ବଢ଼ି ଏଥିରୁ ବାହାରିବାକୁ ପଡ଼ିବ। ତୃତୀୟରୁ ଭଗବାନ ମଙ୍ଗଳ ତୁମର ଦଶମ ଘରେ ପ୍ରବେଶ କରିବେ, କିନ୍ତୁ ଏଠାରେ ମଙ୍ଗଳ ଗ୍ରହ କର୍କଟ ରାଶିରେ ରହିବ, ତେଣୁ କର୍ମକ୍ଷେତ୍ରରେ କାହା ସହିତ ଅସଭ୍ୟ କଥାବାର୍ତ୍ତା କିମ୍ବା ଝଗଡ଼ା କରିବାରୁ ଦୂରେଇ ରୁହନ୍ତୁ, ନଚେତ୍ ଏହା ଆପଣଙ୍କ ବିରୁଦ୍ଧରେ ଯାଇପାରେ। ଏହି ମାସ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ହେବାର ସମ୍ଭାବନା ଅଛି। ମାସର ଆରମ୍ଭରେ ସପ୍ତମ ଘରର ପ୍ରଭୁ ମଙ୍ଗଳ ନବମ ଘରେ ଅବସ୍ଥାପିତ ହେବେ, ଯାହା ହେତୁ ବ୍ୟବସାୟିକ ଯାତ୍ରା ମଧ୍ୟ ସଫଳତାର କାରଣ ହେବ। ଏହାପରେ ମଙ୍ଗଳ ଦଶମ ଘରେ ଗୋଚର କରିବେ, ଯାହା ବ୍ୟବସାୟରେ ଉନ୍ନତି ଆଣିବ। ଆପଣଙ୍କ ବ୍ୟବସାୟିକ ସମ୍ପର୍କ ମଧ୍ୟ ମଜବୁତ ହେବ। ଯଦି ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ କିଛି ନାମରେ କୌଣସି ବ୍ୟବସାୟ କରନ୍ତି, ତେବେ ଏଥିରେ ଉନ୍ନତିର ସମ୍ଭାବନା ରହିବ। ଯଦି ଆମେ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ନଜର ପକାଇବା, ତେବେ ଏହି ମାସଟି ଆପଣଙ୍କ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବ। ଆପଣଙ୍କୁ ଟଙ୍କା ଜମା କରିବାର ପ୍ରବୃତ୍ତିର ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ନଚେତ୍ ଆପଣଙ୍କୁ ଖର୍ଚ୍ଚ ହୋଇପାରେ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂରା ମାସ ପାଇଁ କେତୁ ମହାରାଜ ଦ୍ୱାଦଶ ଘରେ ରହିବେ ଏବଂ ସୂର୍ଯ୍ୟ, ବୁଧ, ଶନି ଓ ରାହୁ ଷଷ୍ଠ ଘରେ ଉପସ୍ଥିତ ରହିବେ ଏବଂ ଅଷ୍ଟମ ଘରେ ବସି ବୃହସ୍ପତି ମହାରାଜଙ୍କ ଦୃଷ୍ଟି ଦ୍ୱାଦଶ ଘରେ ଥିବାରୁ ଆପଣଙ୍କର ଖର୍ଚ୍ଚ ନିରନ୍ତର ବୃଦ୍ଧି ପାଇବ। ଆପଣ ଯେତେ ଚାହାନ୍ତି କୌଣସି
କାରଣରୁ ଆପଣଙ୍କର ଖର୍ଚ୍ଚ ବଢ଼ିବ, ଯାହା ଆପଣଙ୍କ ଆର୍ଥିକ ଅବସ୍ଥା ପାଇଁ କ୍ଷତିକାରକ ପ୍ରମାଣିତ ହେବ। 2025 ମସିହା ଏପ୍ରିଲ ମାସିକ ରାଶିଫଳ ଅନୁସାରେ ବୃହସ୍ପତି ଆପଣଙ୍କ ଦ୍ୱିତୀୟ ଘରେ ମଧ୍ୟ ଦୃଷ୍ଟି ଦେବେ, ଯାହା ଆପଣଙ୍କ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ କିଛି ପରିମାଣରେ ସାହାଯ୍ୟ କରିବ। ମାସର ଆରମ୍ଭରେ ମଙ୍ଗଳ ଦ୍ୱାଦଶ ଘରେ ମଧ୍ୟ ଦୃଷ୍ଟି ପକାଇବ, ଯାହା ଆପଣଙ୍କ ଚ୍ୟାଲେଞ୍ଜକୁ ବୃଦ୍ଧି କରିବ, କିନ୍ତୁ 3 ଏପ୍ରିଲ ଠାରୁ ଏହା ଦଶମ ଘରେ ପ୍ରବେଶ କରିବ ଏବଂ କିଛି ପରିମାଣରେ ଖର୍ଚ୍ଚ ହ୍ରାସ ପାଇବ। ସୂର୍ଯ୍ୟ ମହାରାଜ ମଧ୍ୟ 14 ତାରିଖରୁ ସପ୍ତମ ଘରେ ତାଙ୍କ ଉଚ୍ଚ ରାଶିରେ ଆସିବେ ଏବଂ ଆପଣଙ୍କୁ ବ୍ୟବସାୟରେ ଭଲ ଆୟ ପ୍ରଦାନ କରିବେ। ଚାକିରି କ୍ଷେତ୍ରରେ ସଫଳତା ଦ୍ୱାରା ଆପଣଙ୍କ ଦରମା ବୃଦ୍ଧିର ଉପହାର ପାଇପାରନ୍ତି, ଯାହା ଆପଣଙ୍କର ସମସ୍ୟାର ସମାଧାନ କରିବାରେ କିଛି ପରିମାଣରେ ସାହାଯ୍ୟ କରିବ। ପ୍ରେମ ଏବଂ ବିବାହ। ଯଦି ଆମେ ବିବାହିତ ଲୋକଙ୍କ ବିଷୟ କଥା ହେବା, ତେବେ ଏହି ମାସଟି ଆପଣଙ୍କ ପାଇଁ ଟିକେ ଅନୁକୂଳ ମନେ ହେଉଛି। ମାସର ଆରମ୍ଭରେ ସପ୍ତମ ଘରର ଅଧିପତି ମଙ୍ଗଳ ନବମ ଘରେ ରହିବେ। ଏପରି ପରିସ୍ଥିତିରେ ଆପଣଙ୍କ ଜୀବନସାଥୀଙ୍କ ସହ ଲମ୍ବା ଯାତ୍ରାରେ ଯାଇପାରିବେ, କିଛି ଭଲ ସ୍ଥାନ ପରିଦର୍ଶନ କରି ଏକାଠି ସମୟ ବିତାଇବେ। ଦୁହେଁ ପରସ୍ପର ହୃଦୟରେ ସ୍ଥାନ ପାଇବ ଏବଂ ତୁମର ସମ୍ପର୍କକୁ ପ୍ରାଥମିକତା ଦେବ। ତୃତୀୟରୁ ମଙ୍ଗଳ ଦଶମ ଘରେ ପ୍ରବେଶ କରିବ, ଯାହା ହେତୁ ଯଦି ଆପଣଙ୍କ ଜୀବନସାଥୀ ଚାକିରି କରନ୍ତି, ତେବେ ସେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିପାରନ୍ତି ଏବଂ ସେଠାରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହା ଆପଣଙ୍କ ତାଙ୍କୁ ସାହାଯ୍ୟ କରିବା ଉଚିତ। କିନ୍ତୁ ଯଦି ତୁମେ ଦୁହେଁ ଏକାଠି ବ୍ୟବସାୟ କର କିମ୍ବା ତୁମର ଜୀବନସାଥୀ ନାମରେ ବ୍ୟବସାୟ କର, ତେବେ ତୁମେ ଭଲ ସଫଳତା ପାଇବ ଏବଂ ଉଭୟଙ୍କ ଅବଦାନ ଭଲ ଫଳାଫଳ ଦେଇ ଚାଲିବ। ଏହା ସହିତ ତୁମର ସମ୍ପର୍କ ମଧ୍ୟ ଭଲ ଚାଲିବ। ପ୍ରେମ ସମ୍ପର୍କ ପାଇଁ ଏହି ମାସଟି କଷ୍ଟକର ହୋଇପାରେ। ପଞ୍ଚମ ଘରର ଭଗବାନ ଶନି ମହାରାଜ 4ଟି ଗ୍ରହ ସହିତ ଷଷ୍ଠ ଘରେ ବସିବେ, ଯାହା କାରଣରୁ ପ୍ରେମ ସମ୍ପର୍କରେ ସମସ୍ୟା ବଢ଼ିପାରେ। ମଙ୍ଗଳ ମଧ୍ୟ ତୃତୀୟରୁ ଦଶମ ଘରରୁ ପଞ୍ଚମ ଘରକୁ ଦେଖିବ, ଯାହା ଝଗଡ଼ା ଏବଂ ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି କରିବ। ତୁମର ସମ୍ପର୍କକୁ ବଞ୍ଚାଇବା ପାଇଁ ତୁମକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ, କିନ୍ତୁ ଯଦି ଆପଣ ନିଜ ପକ୍ଷରୁ ଦୃଢ଼ ରୁହନ୍ତି ଏବଂ ସଂକଳ୍ପ ରଖନ୍ତି, ତେବେ ଆପଣଙ୍କୁ ସଫଳ ହୋଇପାରିବେ।